ହଉ ଆଜ୍ଞା। କର୍ମ ତ ମୋର ନିଜ ଗୁରୁ, ଉଦ୍ଧବ କାହାକୁ ପଚାରୁ। କର୍ମ କରିବା ଧର୍ମ ପଥେ, ଫଳ ସୁଫଳ ଧର୍ମ ଫଳ ମିଳିବ ନିଶ୍ଚିନ୍ତ ମିଳିବ। ତେଣୁ ମୁଁ ଗଲି ବୁଲେଇଲି, କାଳେ କ'ଣ ଭଲ ହେବ। ମା' ଅଛି, ସ୍ତ୍ରୀ ଅଛି, ସମସ୍ତ ଗୋଟେ ଅନ୍ଧବିଶ୍ୱାସ, ତାଙ୍କ ବିଶ୍ୱାସର ବି ମାନିବାକୁ ପଡ଼ିବ। ମା' ଥିଲା ମୋର, ବାପା ଥିଲା ବେଳ କଥା କହୁଛି। ଗୋଟେ ଗୁଜୁରାଟି ଆସିଲା ଯେ କ'ଣ ଗୁରେ ହେଇ ପକେଇକି ଦଳିକି ଗୁରେ କହିଲେ ଏଇଟା ତେଲ ମାରିବ, ହେତକ ଦେଲୁ 2700 ନେଇକି ପଳେଇଲେ ତ କ'ଣ। ମୁଁ ଗଲାବେଳକୁ କ'ଣ ନାଇଁ ଦିଅନ୍ତି କହିଲେ 2700 ଦେଇଦେଲ ତାକୁ। ବୁଲୁଛନ୍ତି ଗୁଜୁରାଟି ଜାଲିଆ ଗୁଡ଼ାକ, ମିଛ କହୁନି ଆଜ୍ଞା। ହଁ, ଆଜି ସୋମବାର ପଳେଇଲେ। ଆଉ ଜଣେ ଫେରେ 2 ଜଣ ଆସିଲେ, ଗୋଟେ ଖୁଆଇବାକୁ ହଳଦୀ ଗୁରେ କରିକି ଦେଲେ ଯେ ତାକୁ ମୋ ପୁଅ କ'ଣ ଖାଇବା ଆଜ୍ଞା, ହେ ତ କୁକୁର ଛୁଇଁଲାନି। ଦେଖନ୍ତୁ ମଣିଷର ଲୋଭ ଏବଂ ଆଶା, କାଳେ ରୋଗ ଭଲ ହେଇଯିବ। ମୋ ମା' ଉଲି, ମୋ ସ୍ତ୍ରୀ ତା'ଠୁ ବଳକା ଉଲି। ମୁଁ କହିଲି କାହିଁ ତୁମେ ଏଗୁଡ଼ା ପୁରଉଛ ମୋ ମୁଣ୍ଡରେ, ମୁଁ ଜାଣିପାରୁନି। ମୋତେ କିଛି ଲୋକ କହିଲେ ଏ ଯେଉଁ କେନ୍ଦ୍ରାପଡ଼ା ବାବାଙ୍କ ପାଖକୁ ନେଇକି ଯିବାକୁ। ସେତେବେଳେ ତ ଢେରେ ବୋଲର, ଢେରେ ଆଉ ଜାଗା ଧରେନି ଆଜ୍ଞା। ଅଫିସର ମହଲରେ, ଅଫିସର ବି ପାଗଳ, ପାଠ ପଢ଼ିକି ମୂର୍ଖ ନାଇଁ। ଅଫିସର ଯେତେବେଳେ ସବୁ ଗଲେ, ବଡ଼ ବଡ଼ ଅଫିସର ଗୁଡ଼ାକ ଗଲେ କେନ୍ଦ୍ରାପଡ଼ା ବାବା ହେଇକି। ମୋତେ ଯିଏ କହିଲେ, ସିଏ ବି ଏବେ ଅଛନ୍ତି ଆମ ଗାଁ ପାଖର, କହିଲେ। ମୁଁ କହିଲି କିଛି ଦରକାର ନାହିଁ, ଗୋଟେ କଥା କରିବା, ମୁଁ ଗୋଟେ ଚେକ୍ଟେ ଲେଖିବି, ତାକୁ ଚେକ୍ଟା ଲେଖିବି ଜଏଣ୍ଟ ମୋ ପୁଅକୁ ସେଇ କେନ୍ଦ୍ରାପଡ଼ାରେ ଛାଡ଼ି ଦେଇକି ଆସିବି। ସେ ଯଦି ଭଲ କରିଦିଅନ୍ତି ସେ ଚେକ୍ର ପଇସାଟା ସବୁ ନେଇଯିବେ। ଏମିତି କେମିତି ହେବ? ମୁଁ କହିଲି ଆଉ କେମିତି ହେବ? ବୈଜ୍ଞାନିକମାନେ କାହିଁ ଅଛନ୍ତି ତାହେଲେ? ଆମେରିକା ସରକାର ଭିନ୍ନକ୍ଷମକୁ ସଳଖିକି ଚଲେଇ ପାରିନାହାନ୍ତି। ହଁ ଆଜ୍ଞା, ଯାହା ନ ହୋଇଛି ବାଳୁତ ବେଳେ ତାହା କି ହୋଇବ ବୃଦ୍ଧ କାଳେ। ପିଲାଦିନୁ ଯେଉଁ ଡକ୍ଟରଟି ଦେଖୁଥିଲା ମୋ ପୁଅକୁ, ଆଜ୍ଞା ମୋ ପିଲା ଫ୍ରିରେ ହସୁନି, ଖେଳୁନି, ନାଚୁନି, କିଛି ନାହିଁ, ଖାଲି ମାନ୍ଦା ହେଇକି ଶୋଇଲା, ବେକଟାକୁ ଖାଲି ଟଣ କଲା, ସବୁ କଲା। ହେଇଯିବ ପରା, ହଉଛ ଯେ ଧମକେଇକି ପଇସା ନେବେ, ଧମକେଇକି କାହିଁ ବ୍ୟସ୍ତ ହେଉଛୁ, ବିଲକୁଲ ବ୍ୟସ୍ତ ନେ, ଏ ଔଷଧ ଖାଇଦି, ନେ ହେଇ ଔଷଧ ଖାଇଦି। ଆହୁରି ଫେରେ ଖରାପ ହେଲା, ହେଇ ଔଷଧ ଖାଇକି ଆଉ ଅରିଜିନାଲ କେଉଁଟା ଡୁପ୍ଲିକେଟ୍ କେଉଁଟା ମୁଁ ଆଜ୍ଞା ଜାଣିପାରିଲିନି। ଆଉ ଅଭିମନ୍ତା ଗବେଷଣା, ଯେ ପକ୍ଷୀ ଯାଏ ଯେତେ ଦୂର ସେ ପକ୍ଷୀ ଜାଣେ ତାହାର ବ୍ୟବହାର। କିନ୍ତୁ ମେମୋରିଟା 440 ହେବା ଦରକାର। ଜୟ ଜଗନ୍ନାଥ।